ଜୈମିନୀ ଭାରତ ପ୍ରଥମ ଭାଗ ଗଣେଶଙ୍କ ବନ୍ଦନା। ଜୟ ତୁ ହି ଗଣନାଥ ପାର୍ବତୀ ନନ୍ଦନ, ଶରୀରେ ଶୋଭଇ ତୋର ଶ୍ରୀଖଣ୍ଡୀ ଚନ୍ଦନ। ଗଜର ବଦନ ସ୍ୱାମୀ ଜୟ ଗଣନାଥ, ମସ୍ତକରେ ଜଟା ଶୋହେ ରକ୍ତବର୍ଣ୍ଣ ଗାତ୍ର। ଧ୍ୟାନ ଧାରଣ ତୁ ନାଥ ଅଟୁ ମହାଯୋଗୀ, ବର୍ତ୍ତୁଳ ନୟନ ସ୍ୱାମୀ ଶ୍ରୀକର୍ପୂର ଭୋଗୀ। ଶ୍ଵେତ ମସ୍ତକେ ସିନ୍ଦୁର ଚିତା ଶୋଭାବନ, ଅଜନେ ସମ୍ଭୂତ ନାଥ ଇନ୍ଦୁର ବାହନ। ନମସ୍ତେ ଗଣନାୟକ ସୁଧା ଲଡୁ ଭୁଞ୍ଜୁ, ନମସ୍ତେ ତୁ ବ୍ରହ୍ମଜ୍ଞାନୀ କାଳ ପଦ ଗଞ୍ଜୁ। ବ୍ରହ୍ମା ତୋହର ଚରଣେ କରଇ ବନ୍ଦନ, ତୋତେ ଆଶା କଲେ ଦୁଃଖ ହୁଅଇ ଦହନ। ନିମିଷକ ହୁଏ ତୋତେ ଚାରି ଯୁଗ ଗଲେ, ସେବା କଲେ ଚଉବର୍ଗ ଦେଉ ସ୍ୱାମୀ ଭଲେ। ଅନ୍ଧ ଚକ୍ଷୁ ପାଏ ଦୁଃଖୀ ଜନେ ଦେଉ ଧନ, ଅପୁତ୍ରିକ ପୁତ୍ର ପାଏ ଖଣ୍ଡୁ ବ୍ୟାଧିମାନ। ପରମ ବୈଷ୍ଣବ ନାଥ ପୃଥ୍ୱୀ ହିତକାରୀ, ଭକ୍ତ ଲୋକଙ୍କୁ ବସାଇ ବୈକୁଣ୍ଠପୁରୀ। ବିଦ୍ୟାବର ଦଉନାଥ ମୂର୍ଖ ସେବା କଲେ, କବି ପଣ୍ଡିତ କରାଉ ତୋର ଦୟା ହେଲେ। ମୁହିଁ ତୋ ଚରଣେ ନାଥ କରେ ନମସ୍କାର, କହିଦିଅ ସ୍ୱାମୀ ମୋତେ ଜୈମିନୀ ବିଚାର। ଜଗନ୍ନାଥଙ୍କ ବନ୍ଦନା। ବନ୍ଦଇ ଶ୍ରୀ ଜଗନ୍ନାଥ ଆରତ ଭଞ୍ଜନ, ବନ୍ଦଇ ଶ୍ରୀ ଜଗନ୍ନାଥ ଶରଣ ରକ୍ଷଣ। ଶରଣ ପଶିଲା ଗଜ କୁମ୍ଭୀର ଯୁଦ୍ଧରେ, ଗଜ ରକ୍ଷା କରି ଚକ୍ର ନାସିଲ ଚକ୍ରରେ। ବନ୍ଦଇ ଶ୍ରୀ ଜଗନ୍ନାଥ ଦୟାମୟ ସିନ୍ଧୁ, ବନ୍ଦଇ ଶ୍ରୀ ଜଗନ୍ନାଥ ଦୀନ ଜନ ବନ୍ଧୁ। ଦୀନ ସୁଦାମାର କଲ ଦାରିଦ୍ର ଭଞ୍ଜନ, ନିଜେ ବହି ଦେଇ ଗଲେ କୋଟ ମୁଦ୍ରା ମାନ। ରଘୁ ଅରକ୍ଷିତେ ରକ୍ଷା କଲ ଭଗବାନ, ଅରକ୍ଷିତ ବନ୍ଧୁ ନାମ କରିଲ ଅର୍ଜନ। ବନ୍ଦଇ ଶ୍ରୀ ଜଗନ୍ନାଥ ନୀଳଗିରିବାସୀ, ପତିତ ପାବନ ବାନା ଉଡ଼େ ଦିବାନିଶି। ବନ୍ଦଇ ଶ୍ରୀ ଜଗନ୍ନାଥ ଗୋଲକ ବିହାରୀ, ଯୁଗେ ଯୁଗେ କୀର୍ତ୍ତି ରଖୁ ବିଶ୍ୱେ ଅବତାରୀ। ମୀନ ରୂପେ ଅବତରୀ ମାରି ଶଙ୍ଖାସୁର, ବେଦ ଉଦ୍ଧାରିଣ ଦେଲ ବେଦପତି କର। କଚ୍ଛପ ହରିଣ ଧରା କରିଲ ଉଦ୍ଧାର, ବରାହ ରୂପେ ନାସିଲ ହିରଣ୍ୟାକ୍ଷ ବୀର। ପୁଣି ପ୍ରଭୁ ହେଲ ନର ସିଂହ ଅବତାର, ପ୍ରହ୍ଲାଦ ଛଳେ ବଧିଲ ହିରଣ୍ୟାସୁର। ପରଶୁରାମ ଅବତାରେ ଏକବିଂଶ ବାର, ଧରଣୀରୁ ଦୁଷ୍ଟ କରିଲ ଯେ ସେ ସଂହାର। ପୂର୍ଣ୍ଣ ବ୍ରହ୍ମ ରାମ ଅବତାର ଲୀଳା କଲ, ପିତା ସତ୍ୟ ପାଳିବନେ ବିହାର କରିଲ। ବାଳି ମାରି ସୁଗ୍ରୀବକୁ କରିଲ ରାଜନ, ଲଙ୍କପତି ସୀତା ଛଳେ
ହୋଇଲା ନିଧନ। ଅଦିତି ଗର୍ଭରୁ ଜନ୍ମି ହୋଇଲ ବାମନ। ବଳିକୁ ଛଳେଣ ପାତାଳରେ ଦେଲ ସ୍ଥାନ। ଘୋର ବନେ ମୃଗୁଣୀକୁ କରିଲ ଉଦ୍ଧାର। ଅଜାମ୍ବିଳ ମହାପାପୀ ଗଲା ସ୍ୱର୍ଗପୁର। କୁରୁସଭା ତଳେ ପାଞ୍ଚାଳିର ଅପମାନ। ଡାକିଲା ମାତ୍ରେ ପାଇଲା କୋଟିଏ ବସନ। କଳ୍କି ରୂପେ ତୁମ୍ଭେ କର ଦୁଷ୍ଟକୁ ନାଶନ। ଅନାଦି ଅନନ୍ତ ପ୍ରଭୁ ନର ନାରାୟଣ। ଦାରୁ ବ୍ରହ୍ମ ରୂପେ କରି ଅଛ କ୍ଷେତ୍ରେ ବାସ। ଭାଇ ଭଉଣୀ ସଙ୍ଗରେ ଦେବ ହୃଷିକେଶ। ପତିତ ପାବନ ବାନା ଉଡ଼େ ଫର ଫର। ବଡ଼ ଦାଣ୍ଡେ ବଡ଼ ଦେଉଳରେ ବିଜେ କର। ତୁମ୍ଭ ଗୁଣ ବର୍ଣ୍ଣିବାକୁ କାହିଁ ମୋ ସମର୍ଥ। ପ୍ରସନ୍ନ ହୋଇଲେ ହେବ ଏ ଜୈମିନୀ ଗ୍ରନ୍ଥ। ଦୁର୍ଗାଙ୍କ ବନ୍ଦନା। ଜୟ ଜୟ ଦୁର୍ଗେ ଦୁର୍ଗତି ନାଶିନୀ। ଜୟ 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 ଦୁର୍ଗେ ବିପଦ ଭଞ୍ଜିନୀ। ତବ ଦୟା ବଳେ ମାତ ଅପଣ୍ଡିତ ଜନ। ମହାପଣ୍ଡିତ ମଧ୍ୟରେ ହୁଏ ଯେ ଗଣନ। ମୁଁ ଅତି ଅଧମ ମାତ ନ ଜାଣଇ କିଛି। ତୁମ୍ଭଙ୍କୁ ଆଶ୍ରା କରିଣ ଲେଖନି ଧରୁଛି। ଅପୂର୍ବ ଗ୍ରନ୍ଥ ଅଟଇ ଯେ ମହାଭାରତ। 18 ଖଣ୍ଡରେ ସେହୁ ହୋଇଛି ସମାପ୍ତ। ସେହି ଅଷ୍ଟାଦଶ ପୁରାଣରୁ ବାଛି ବାଛି। ଜୈମିନୀ ଋଷି ନୈମିଷ୍ୟ ଅରଣ୍ୟରେ ବସି। ପୁରାଣ ଗୋଟିଏ କରି ଅଛନ୍ତି ତିଆର। ତେଣୁ ଜୈମିନୀ ଭାରତ ନାମ ଅଟେ ୟାର। ସେହି ଜୈମିନୀ ଭାରତ ପ୍ରାକୃତ ବନ୍ଧରେ। ଲେଖି ଜଣାଇବି ବୋଲି ଲୋକଲୋଚନରେ। ମନ ବଳାଇଛି ମାତ ଦିଅନ୍ତୁ ଶକତି। ଯେପରି ମୋହ ଲେଖାର ବିରାଜିବ ଖ୍ୟାତି। ସାଧୁ ସୁଜ୍ଞଙ୍କର ମୁଖେ ପାଇବ ଆଦର। ଏତିକି ସୁଦୟା କର ବନ୍ଧୁ ଛିପୟର। ଦୀନହୀନ ନାରାୟଣ କାରଣ ମାଗଇ। ଗନ୍ତବ୍ୟ ପଥରେ ଯିବି ତବ ନାମ ଗାଇ। ସରସ୍ୱତୀ ବନ୍ଦନା। ବନ୍ଦଇ ସାରଳା ମାଗୋ ବିଦ୍ୟା ବରଦାତ୍ରୀ। ତୋର ପଦ୍ମ ପାଦେ ସଦା ରହୁ ମମ ମତି। ନ ଆସିଲା ପଦମାନ ଦିଅ ବାରେ କହି। କାମନା ପୂରଣ କର ଦିନ ଦୟାମୟୀ। କାଳିଦାସ ନାମେ ଥିଲା ମୂର୍ଖ ବିପ୍ରବର। 7 ଜନ୍ମ ଦୋଷ ନାଶ କରିଲୁ ତାହାର। ଶ୍ରେଷ୍ଠ ପଣ୍ଡିତରେ ଗଣ୍ୟ କଲୁ ମା ତାହାରେ। ଯୁଗେ ଯୁଗେ ତୋ କୀରତି ରହିଛି ମହୀରେ। ମୁଁ ଅତି ଅଧମ ଜନ କିଛି ନ ଜାଣଇ। ମୁଁ ସାଧୁ ମେଳରେ ଦିନେ ମାତ୍ର ବସି ନାହିଁ। ମାତ୍ର ତୋର ନାମ ଧରି ଧରୁଛି ଲେଖନ। ଦୟା କର ବାରେ ମାଗୋ ନାରାୟଣ ଦୀନ। ପଞ୍ଚ ପାଣ୍ଡବଙ୍କ ବନ୍ଦନା। ହେ ପଞ୍ଚ ପାଣ୍ଡବ ଗଣ ବାରେ ଦୟା କର। ବନ୍ଦନ କର ଏ ପାଦ ପଦ୍ମକୁ ତୁମ୍ଭର। ତୁମ୍ଭ ଲାଗି ସୃଷ୍ଟି ଅଟେ
ଏ ମହାଭାରତ 18 ଖଣ୍ଡରେ ହୋଇ ଅଛି ସମାପତ। ଯେଉଁ ଦାନ ଦେଇଅଛ ଜଗତକୁ ତୁମ୍ଭେ, ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ବଞ୍ଚିଥିବ ଭବେ। ସ୍ୱୟଂ ଜଗତର ନାଥ ନୀଳାଦ୍ରି ବିହାରୀ, ଛାଇ ପରି ପାଶେ ପାଶେ ଥିଲେ କତୁମ୍ଭରି। ସ୍ୱୟଂ ମହାମାଇ ଦୁର୍ଗେ ଦ୍ରୌପଦୀ ରୂପରେ, ପତ୍ନୀ ଭାବେ ଥିଲେ ପାଞ୍ଚ ଭ୍ରାତାଙ୍କ ପାଶରେ। ଏକମାତ୍ର ଦୁଃଶାସନ ରକ୍ତପାନ ପାଇଁ, ଦ୍ରୌପଦୀ ରୂପରେ ଜନ୍ମି ଥିଲେ ମହାମାଇ। ଦୁଷ୍ଟ ନାସିବାକୁ କୃଷ୍ଣ ଭାରତ ଯୁଦ୍ଧରେ, ସାରଥି ହୋଇ ନଥିଲେ ଅର୍ଜୁନ ରଥରେ। ୟାଙ୍କ ନାଶ ଲାଗି ମହାଭାରତ ରଚିତ, ଅଷ୍ଟାଦଶ ଶାସ୍ତ୍ରେ ହୋଇ ଅଛି ସମାପତ। ବ୍ୟାସ ତାହା ରଚିଥିଲେ ବିସ୍ତୃତ ଭାବରେ, ଜୈମିନୀ ଋଷି ରଚନା କଲେ ସଂକ୍ଷେପରେ। ତେଣୁ ଏ ଜୈମିନୀ ଭାରତ ଯେ ଅଛି ହୋଇ, ତାହା ଅନୁବାଦ କରେ ପଦ୍ୟ ଛନ୍ଦେ ମୁହିଁ। ଜାଣେ ନା କିପରି ଗ୍ରନ୍ଥ ହୋଇବ ସୁନ୍ଦର, ସାଧୁ ସୁଜ୍ଞ ସମାଜରେ ଲଭିବ ଆଦର। ସେ ଯୋଗେ କର ପ୍ରସାରୀ ତୁମ୍ଭଙ୍କୁ ମାଗଇ, ମୋହ ପ୍ରତିବରେ ଦୟା କର ପାଞ୍ଚ ଭାଇ। ତବ ପଞ୍ଚ ପାଣ୍ଡବଙ୍କ ଚରିତ ରଚନ, କରିବାକୁ ମାଗେ ବିପ୍ର ନାରାୟଣ ଦିନ। ଜନ୍ମେଜୟ ରାଜା ଓ ଜୈମିନୀଙ୍କର କଥୋପକଥନ। ଏଥୁ ଅନନ୍ତରେ ଜନ୍ମେ ଜୟ ମହାରାଜା, ଜୈମିନୀ ଚରଣେ ଧୂପ ଦୀପ କରି ପୂଜା। ଉତ୍ତମ ପଦାର୍ଥ ମାନ ଦେଇ ନୃପନାଥ, ବିନୟ ବାଣୀ ଭାଷଇ ଯୋଡ଼ି କର ପତ୍ର। आहे ब्रह्म बेता मुनि तुम्भे मोक्षदाता, जेणु तुम्भे सकल शास्त्र रे अट ज्ञाता। कुहन्तु महर्षि असो मेधर विधान, मुनि बोलुछन्ति जन्मे जय राजा शुण। श्री महाभारत वाणी पवित्र चरित, शुणी शुणाइले अंगु छाड़ई दुष्कृत। श्रीकृष्ण महिमा एथि पूर्ण भावे रही, महापापी शुणिले वैकुंठे स्थान पाई। इह पर जन्मर पातक क्षय हुए, जमदंड न लागई पाप नाश जाए। एक दिने पार्वती शंकर सन्निधाने, संतुष्ट करी विनय भक्ति वचने। कुह स्वामी अश्वमेध श्रीकृष्ण चरित, तब श्रीमुख शुणिले होई विमुखत। कुह नाथ मोर आगे माया न करीण, ए नारी जन्मरु मोते कर परित्राण। शंकर बोलंती शुण हैमवंत जेमा, एक मने शुण सखी श्रीकृष्ण महिमा। आगो प्रिय तव पिता माता धन्य धन्य, श्रीकृष्ण चरिते जहा बळाइछ मन। जेउ प्राणी श्रीकृष्ण को सर्वदा भालई, पाप नाश जाए दम दंड न लागई। कृष्ण नाम अटे भव
ସାଗରେ ତରଣୀ, ସେ ନାମ ତରଣୀ ଆଶ୍ରା କର ଗୋ ଭବାନୀ। ଚିତ୍ତ ନିବିଷ୍ଟ କରିଣ ଏକଲଏ ଶୁଣ, ଜୈମିନୀ ଭାରତ କରୁ ଅଛଇ ବର୍ଣ୍ଣନ। ଧର୍ମରାଜାଙ୍କର ନାତି ପରୀକ୍ଷିତ ଥିଲେ, ତାଙ୍କ ଉରସରୁ ଜନ୍ମେ ଜୟ ଜୟ ହେଲେ। ଜନ୍ମେ ଜୟ ରାଜା ହୋଇ ପୃଥିବୀ ପାଳିଲେ, ଦାନ ପୁଣ୍ୟ ଯଜ୍ଞ ଆଦି ନାନା କର୍ମ କଲେ। ସକଳ ଶାସ୍ତ୍ରରେ ଜ୍ଞାତା ଅଟେ ନୃପମଣି, ପବିତ୍ର ଆତ୍ମାରେ ନିତ୍ୟ ଭଜେ ଚକ୍ରପାଣି। ଦିନେ ସଭା କରି ବସି ଥିଲେ ନୃପ ଈଶ, ଜୈମିନୀ ଋଷି ସେଠାରେ ହୋଇଲେ ପ୍ରବେଶ। ଋଷିଙ୍କୁ ଦେଖିଣ ରାଜା ନମସ୍କାର କଲେ, ପାଦ ଧୌତ କରି ଦିବ୍ୟା ସନେ ବସାଇଲେ। ବୋଇଲେ ହେ ଋଷିବର କର ଅନୁଗ୍ରହ, ପୂର୍ବେ ଥିଲେ ଯୁଧିଷ୍ଠିର ଆମ୍ଭ ପିତାମହ। ତାଙ୍କଠାରେ ଶ୍ରୀକୃଷ୍ଣ ଯେ ସଦୟ ହୋଇଲେ, ମହା ମହା ଯୋଦ୍ଧାଙ୍କୁ ସେ ଯୁଦ୍ଧେ ବିନାଶିଲେ। କେଉଁ ପରି ଅଶ୍ୱମେଧ ଯଜ୍ଞ କଲେ ସେହି, କହ ମହାମୁନି ମୋହ ଠାରେ ଦୟା ବହି। ଆଦ୍ୟ ପ୍ରାନ୍ତ କରି ସର୍ବ କୁହ ମୋର ଆଗ, କେଉଁ ପରି କଲେ ମହା ଅଶ୍ୱମେଧ ଯାଗ। ପୂର୍ବ ବଂଶ ଇତିହାସ ଶୁଣିବାକୁ ମନ, ସେ କଥା ସଂକ୍ଷେପି ମୋତେ କହ ତପୋଧନ। ସେ ଜାଗରେ ଶ୍ରୀକୃଷ୍ଣଙ୍କ ମହିମା ପ୍ରକାଶ, ଶୁଣିବା କିମ୍ପାଇଁ ସଦା ମୋ ମନ ଉଲ୍ଲାସ। ଜୈମିନୀ ଶୁଣିଣ ତାହା ଆନନ୍ଦ ହୋଇଲେ, ଶ୍ରୀକୃଷ୍ଣଙ୍କ ପଦ୍ମ ପାଦେ ଧ୍ୟାନ ଲଗାଇଲେ। ଧନ୍ୟ ଧନ୍ୟ ରାଜା ତୁମ୍ଭ ପିତା ମାତା ଧନ୍ୟ, ଶ୍ରୀକୃଷ୍ଣ ମହିମା ଶୁଣି ବାକୁ କଲ ମନ। ଯେଉଁ ପରି ହେଲା ଜାଗ କହୁଅଛି ମୁହିଁ, ମନ ଦେଇ ଶୁଣ ପରୀକ୍ଷିତଙ୍କ ତନଇ। ସାନନ୍ଦ ହେଇଣ ଋଷି ବୋଲନ୍ତି ବଚନ, ତୁମ୍ଭ ପୂର୍ବ ବଂଶ ଅଶ୍ୱମେଧ କଥା ଶୁଣ। ଯୁଧିଷ୍ଠି ଦେବଙ୍କ ପିତା ପଣ୍ଡୁ ରାଜା ଥିଲେ, ତାଙ୍କ ଜ୍ୟେଷ୍ଠ ଭାଇ ଧୃତ ରାଷ୍ଟ୍ର ଅନ୍ଧ ହେଲେ। ଧୃତ ରାଷ୍ଟ୍ର ଠାରୁ ସତେ ପୁତ୍ର ହେଲେ ଜାତ, ତ ଅକ୍ଷରରେ ସମସ୍ତ ନାମ ଯେ ବିଦିତ। ସେମାନଙ୍କ ମଧ୍ୟେ ବଡ଼ ଅଟେ ଦୁର୍ଯ୍ୟୋଧନ, ତାର ସାନ ଦୁଃଶାସନ ଏହି ପରି ଜାଣ। କ୍ରମେ କ୍ରମେ ସେତେ ଭାଇ ହେଲେ ବଳିୟାର, ଭାରା ନ ସହିଣ ପୃଥ୍ୱୀ ହୋଇଲା କାତର। ପଣ୍ଡୁ ରାଜାଙ୍କର ପୁତ୍ର ହେଲେ 5 ଜଣ, ଜ୍ୟେଷ୍ଠ ଯୁଧିଷ୍ଠିର ଭୀମ ତାପରେ ଅର୍ଜୁନ। ଆବର ନକୁଳ ସହ ଦେବ ସବାସାନ, ଏହି 5 ଜଣ ହେଲେ ପଣ୍ଡୁ ଠାରୁ ଜନ୍ମ। ପଣ୍ଡୁ ରାଜା ଅନ୍ତେ ରାଜା ହେଲେ ଦୁର୍ଯ୍ୟୋଧନ, ମହା ଉଗ୍ର ମୂର୍ତ୍ତି ସେହି ସମନ ସମାନ। ମାନେ ନିର୍ଦ୍ଦୟ ହିଂସକ କପଟି ଯେ ଥିଲେ, ପୁଣି କର୍ଣ୍ଣ ଦ୍ରୋଣ ଭୀଷ୍ମ ତାଙ୍କୁ ସାହା ହେଲେ। ଏଣୁ କରି ପାଣ୍ଡବଙ୍କୁ ହିଂସା କଲେ ସେହି, ବିଷ ଲଡୁ ଦେଲେ ଭୀମେ ମାରିବାର ପାଇଁ। ବିଷ ଖାଇ ଭୀମ ଯହୁଁ
ଅଚେତନ ହେଲେ। ଏହା ଦେଖି ଦୁର୍ଯ୍ୟୋଧନ ଜଳରେ ମେଲିଲେ। ଯୁଧିଷ୍ଠିର ଧର୍ମ ବଳୁ ଭୀମ ବୁରିଲେ। ପୁଣି ଗୋଟାଏ ଚକ୍ରାନ୍ତ ଦୁର୍ଯ୍ୟୋଧନ କଲେ। ଯଉ ଛଣ ପଟ ଏକ ଘର ଯେ କରିଲା। ମାତା ସହ 5 ଭାଇ ତହିଁରେ ରଖିଲା। ପୁରଞ୍ଜନ ନାମେ ଏକ ପଣ୍ଡାକୁ ଡାକିଣ। ବୋଇଲା ଅଗ୍ନି ସେ ଘରେ ଲଗାଅ ବହନ। ଆଜ୍ଞା ପାଇ ପୁରଞ୍ଜନ ସେଠାରେ ମିଳିଲା। କୌଶଳ କରିଣ ରାତ୍ରେ ଅଗ୍ନି ଲଗାଇଲା। ଆଗରୁ ଏସବୁ କଥା ଜାଣି ମାୟାଧର। ବିଦୁରକୁ ଡାକି କହି ଦେଲେ ସେ ଖବର। ବିଦୁର ଯୁଧିଷ୍ଠିରଙ୍କୁ ସବୁ କହିଥିଲେ। ଅଗ୍ନି ଲଗାନ୍ତେ ସେମାନେ ବାହାରି ଆସିଲେ। ତହୁଁ ପାଣ୍ଡବ ମାନେ ଯେ ମାତା ସଙ୍ଗେ ନେଇ। ବନବାସେ ନାନା କଷ୍ଟ ଭୋଗ କଲେ ଯାଇ। ଏସନ ସମୟେ ପଞ୍ଚାଳର ନରବର। ପାଞ୍ଚାଳି ବିଭାନି ମନ୍ତେ କଲେ ସ୍ୱୟମ୍ବର। ସେହି ସ୍ୱୟମ୍ବର 1 ଲାଖ ସେ କରିଲେ। ଯେ ଲାଖ ବିନ୍ଧିବ କନ୍ୟା ନେବ ପଣ କଲେ। ଲାଖ କଥା ଶୁଣିଣ ପାଣ୍ଡବ 5 ଭାଇ। କପଟ ରୂପେ ସେ ସ୍ଥାନେ ପ୍ରବେଶିଲେ ଯାଇ। ବହୁ ଦେଶୁ ରାଜା ମାନେ ତହିଁ ଆସିଥିଲେ। ଦ୍ରୁପଦ ତାହାଙ୍କୁ ଚାହିଁ ବଚନ ବୋଇଲେ। ଯେ ଲାଖ ବିନ୍ଧିବ ମୋର କନ୍ୟା ତାଙ୍କୁ ଦେବି। ଶୁଣି ରାଜା ଏ ବୋଇଲେ ମୁଁ ଲାଖ ବିନ୍ଧିବି। ଯେତେ ରାଜା ଥିଲେ ଲାଖ ବିନ୍ଧି ନ ପାରିଲେ। ପୁଣି ଦ୍ରୁପଦ ଅନ୍ୟାନ୍ୟ ଲୋକଙ୍କୁ କହିଲେ। ଚାଣ୍ଡାଳୁ ବ୍ରାହ୍ମଣ ଯାଏ ଯେ ଲାଖ ବିନ୍ଧିବ। ତ୍ରିବାରମ ସତ୍ୟ କନ୍ୟା ନିଶ୍ଚୟ ସେହି ନେବ। ବ୍ରାହ୍ମଣ ବେଶରେ ବୀର ଅର୍ଜୁନ ଯେ ଥିଲା। କୃଷ୍ଣଙ୍କ କୃପାରୁ ଲାଖ ସେଠାରେ ବିନ୍ଧିଲା। କନ୍ୟା ରତ୍ନ ଲାଭ କଲେ ବୀର ଅର୍ଜୁନ। ପାଣ୍ଡବଙ୍କୁ ଦୁର୍ଯ୍ୟୋଧନ ଚିହ୍ନିଲେ ସେ ସ୍ଥାନ। ପାଣ୍ଡବଙ୍କୁ ଦୁର୍ଯ୍ୟୋଧନ ରାଜ୍ୟକୁ ଆଣିଲେ। ପୁଣି ଦୁର୍ଯ୍ୟୋଧନ ଯେ କପଟ ପଶା କଲେ। ବାଜି ରଖି ଯୁଧିଷ୍ଠିଙ୍କ ସଙ୍ଗେ କଲେ ଖେଳ। ଯୁଧିଷ୍ଠି ଦେବ ଖେଳରେ ହାରିଲେ ସକଳ। ଦ୍ରୌପଦୀର କେଶ ଦୁଃଶାସନ ଧରି ନେଲା। ଦୁର୍ଯ୍ୟୋଧନ ସଭା ତଳେ ଉଲଗ୍ନ ଯେ କଲା। ଶ୍ରୀକୃଷ୍ଣଙ୍କ ପାଦ ପଦ୍ମେ ଦେବୀ କଲେ ଲୟ। କରି ନ ପାରିଲା ଉଲଗ୍ନ ସେ କୁରୁରାୟ। ଅତ୍ୟନ୍ତ କୋପ ହୋଇଣ ଦ୍ରୌପଦୀ ସେ କାଳେ। ନେତ୍ରାଗ୍ନିରେ ରାଣୀ ହଂସ ପୁରକୁ ଦହିଲେ। ଦୁର୍ଯ୍ୟୋଧନ ପାଟ ମହା ଦେଇ ଭାନୁମତି। ତାବସନେ କୋପାନଳ ଲାଗିଲା ତଡ଼ତି। ଛାଟି ପିଟି ହୋଇ ଭାନୁ ମତି ମହାଦେଇ। କୁରୁ ସଭାରେ ମିଳିଲେ ବସ୍ତ୍ରହୀନା ହୋଇ। ଦେଖି ସଭା ଲୋକ ମୁହିଁ କଲେ ଧରତି କି। ମନେ ବିଚାରନ୍ତି ରାଜା ବଡ଼ ବିବେକୀ। ପରକୁ ଯେ ମନ୍ଦ ଚିନ୍ତେ ଏହୁ ସଂସାରରେ। ସେ ମନ୍ଦରେ ନିଜେ ପଡ଼େ ଦେଖିଲୁ ନେତ୍ରରେ।
ପୁନର୍ବାର ଆଉ ଥରେ ପଶା ଖେଳ କଲେ। ଯେ ହାରିବ 12 ବର୍ଷ ବୁଲିବ ବନରେ। ସେଥର ପଶାରେ ହାରିଲେ କ ଯୁଧିଷ୍ଠିର। ଦୁର୍ଯ୍ୟୋଧନ ବୋଲେ ରାଜ୍ୟ ହୁଆଏ ବାହାର। ଯୁଧିଷ୍ଠିର 4 ଭାଇ ଦ୍ରୌପଦୀଙ୍କୁ ଘେନି ବନବାସେ 12 ବର୍ଷ କଟାଇଲେ ପୁଣି। 1 ବର୍ଷ ଅଜ୍ଞାତ ବାସରେ କଟାଇଲେ। ଶ୍ରୀକୃଷ୍ଣଙ୍କୁ ଦୂତ ପଣେ ଯୁଧିଷ୍ଠିର ପେଶିଲେ। 5 ଭାଇ ପାଇଁ 5 ଗ୍ରାମ ସେ ମାଗନ୍ତେ। ଦୁର୍ଯ୍ୟୋଧନ ବୋଲେ ନ ଦେ ବିମୁ କଦାଚିତେ। ଭୂମି ସୁଦ୍ଧା ନ ଦେବି ମୁଁ କେଭେ ଶୁଚି ମୁନେ। ଶ୍ରୀକୃଷ୍ଣ ଏ କଥା ଶୁଣି ଫେରିଲେ ତକ୍ଷଣେ। ପାଣ୍ଡବଙ୍କୁ କହି ଯୁଦ୍ଧ ଆୟୋଜନ କଲେ। କୁରୁକ୍ଷେତ୍ରେ ଯୁଦ୍ଧ ହେବା ସ୍ଥିର ସେ କରିଲେ। ନନ୍ଦିଘୋଷ ରଥେ କୃଷ୍ଣ ସାରଥି ହୋଇଣ। ରଥି କଲେ ତୃତୀୟ ପାଣ୍ଡବ ଯେ ଅର୍ଜୁନ। ଶ୍ରୀକୃଷ୍ଣ ପ୍ରସାଦେ ଯୁଧିଷ୍ଠିର ଜୟୀ ହେଲେ। ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି ସପ୍ତରଥି ମଲେ। ଦୁର୍ଯ୍ୟୋଧନ 7 ଭାଇ ମାନଙ୍କୁ ମାରିଣ। ଯୁଧିଷ୍ଠିର ହସ୍ତିନାରେ ହୋଇଲେ ରାଜନ। ଭୀଷ୍ମ ଦେବ ରାଜନୀତି ପୂର୍ବେ କହିଥିଲେ। ସେ କଥା ବିଚାରି ଧର୍ମ ଭୋଗ ତୁଚ୍ଛ କଲେ। ଜ୍ଞାତି ଗୁରୁ ବଦ୍ଧ ଦୋଷ ବିଚାରି ହୃଦୟରେ। ବୋଲନ୍ତି କି କର୍ମ କଲି ମୁହିଁ ଜଗତରେ। ରାଜ୍ୟ ଲୋଭେ ମହାପାପ ମୁହିଁ ଅରଜିଲି। ନରକେ ପଡ଼ିବା ପାଇଁ ବାଟ ସଫା କଲି। ହସ୍ତିନା କଟକେ ଭୀମ ସେ ନ ହେଉ ରାଜା। ମୁଁ ବନବାସୀ ହୋଇବି ଗୃହ କରି ତେଜ୍ୟା। ଯୁଧିଷ୍ଠିର ଅଧୀର ହେବା ଦେଖି ନାରାୟଣ। ମାୟାରେ ଭୁଲାଇ ଦେଲେ ଯୁଧିଷ୍ଠିଙ୍କ ମନ। ଯୁଧିଷ୍ଠି ରାଜା ହୋଇଣ ପ୍ରଜାଙ୍କୁ ପାଳିଲେ। ଏହିପରି ତହୁଁ କେତେ ଦିନ ଗଲା ଭଲେ। ଜ୍ଞାତି ବଧ ପାତକ ଯୁଧିଷ୍ଠିର ମନ ଦହେ। ବାଉଁଶ ମଧ୍ୟରେ ଘୁଣ ଲାଗିଲା ପରାଏ। ମନେ ବିଚାରନ୍ତି ମାୟା ସଂସାରେ ପଡ଼ିଲି। ମନୁଷ୍ୟ କର୍ତ୍ତବ୍ୟ କାର୍ଯ୍ୟ ପଥ ମୁଁ ଛାଡ଼ିଲି। ଭୀଷ୍ମଦେବ ସ୍ୱର୍ଗେ ଯିବା ବେଳେ କହିଥିଲେ। ସେ କଥା ସୁମରି ରାଜା ଅତି ଦୁଃଖୀ ହେଲେ। ସବୁବେଳେ ମନେ ତାପ କଲେ ଯୁଧିଷ୍ଠିର। ଜ୍ଞାତି ବଧ ପାପୁ କେମନ୍ତେ ମୁଁ ହେବି ପାର। ଏସନ ଭାବିଣ ରାଜା ଅତି ଦୁଃଖିତରେ। ବ୍ୟାସ ଶ୍ରୀକୃଷ୍ଣ ସ୍ମରଣ କରିଲେ ଅଧୀରେ। ଜୟ ଜୟ ପରମ ବ୍ରହ୍ମ ଜଗତ କାରଣ। ନାରାୟଣକୁ ଉଦ୍ଧାର କର ଭଗବାନ। ଯମ ଏବଂ ପଣ୍ଡୁଙ୍କର ମୁକ୍ତି ଲାଗି ନାରଦଙ୍କ ଚକ୍ରାନ୍ତ। ଶୁଣନ୍ତୁ ବିବୁଧ ଜନେ ଦେଇ ମନ କର୍ଣ୍ଣ। ଜୈମିନୀ ଜନ୍ମେ ଜୟଙ୍କ କଥୋପକଥନ। ଜନ୍ମେ ଜୟ ନରପତି ଋଷିଙ୍କ ପାଦରେ। ପଡ଼ି ବୋଇଲେ ଗଦଗଦେ ସେହୁ ଭକ୍ତି ଭରେ। ଆଉ ଏକ କଥା ଦେବ ମନରେ ପଡ଼ଇ। ଶୁଣିଥିଲି ପୂର୍ବେ ଏକ ଋଷି ଥିଲେ କହି। ଜ୍ଞାତି ବଦ୍ଧ ଲାଗି ରାଜ ସୁୟ ଯଜ୍ଞ କରି।
ଉଦ୍ଧାର ହୋଇଲେ ସିନା ଧର୍ମଦଣ୍ଡଧାରୀ। ତାଙ୍କ ପିତା ପଣ୍ଡୁ ବ୍ରହ୍ମ ହତ୍ୟା କରିଥିଲେ। କେଉଁ ଉପାୟ ପାପରୁ ନିସ୍ତାର ହୋଇଲେ। ସେ କଥା ବୁଝାଇବାରେ କହେ ତପୋଧନ। ଶୁଣିବା ପାଇଁ କି ମୋର ବଳି ଅଛି ମନ। ତାହାପରେ ବଖାଣିବ ରାଜସୂୟ ଯଜ୍ଞ। ଗୋଟି ଗୋଟି କରି ମତେ କହ ଋଷି ସର୍ବ। ଜନ୍ମେଜୟଙ୍କ ମୁଖରୁ ଶୁଣିଣ ସେ ଯଜ୍ଞ। ଗୋଟି ଗୋଟି କରି ମତେ କହ ଋଷି ସର୍ବ। ଜନ୍ମେଜୟଙ୍କ ମୁଖରୁ ଶୁଣିଣ ଏ ମନ୍ତ। ମନ ମଧ୍ୟରେ ଆନନ୍ଦ ହୋଇ ତପୋବନ୍ତ। ବୋଇଲେ ବଡ଼ ଗହନ କଥାଏ ଅଟଇ। ଶୁଣିବ ଯଦ୍ୟପି ତାହା କହିବା ବୁଝାଇ। ଏକ ଦିନେ ଦେବ ଋଷି ଭ୍ରମି ସ୍ୱର୍ଗପୁରେ। ପ୍ରବେଶ ହୋଇଲେ ସୂର୍ଯ୍ୟ ତନୟ ପାଶରେ। ଦେବର୍ଷିଙ୍କୁ ଦେଖି ଯମ ହରଷିତ ହୋଇ। ପାଛୋଟି ନେଲେ ସମାନେ ପାଦ୍ୟ ଅର୍ଘ୍ୟ ଦେଇ। ତାପରେ ଦିବ୍ୟ ଆସନେ ତାହାଙ୍କୁ ବସାଇ। ଆଗମନ ବାର୍ତ୍ତା ପୁଛା କଲେ ଜନ୍ତୁ ସାଇ। ନାରଦ ବୋଇଲେ ଭ୍ରମୁ ଭ୍ରମୁ ସ୍ୱର୍ଗପୁରେ। ମନ ବଳିଲା ଆସିଲୁ ଆମ୍ଭେ ତବ ପୁରେ। କିପରି କୁଶଳେ ତୁମ୍ଭେ ଅଛ ଜନ୍ତୁରାଣ। ସକଳେ ମାନୁଛନ୍ତି ନା ତୁମ୍ଭର ବଚନ। ମନ୍ତ୍ରୀ ଚିତ୍ରଗୁପ୍ତ ରାଜ ଭଲ ମନ୍ଦ ଗିର। ବୁଝି ହିସାବ ଲେଖୁ ସେ ଛନ୍ତି ନା ପାଞ୍ଜିର। କାଳଦୂତ ମାନେ ଆଜ୍ଞା ଶିର ପରେ ବହି। ଉଚିତ ଦଣ୍ଡ ଦିଅନ୍ତି ନା ପାପୀ ଗଣେ ସେହି। ଦେବର୍ଷି ବଚନେ ଯମ ଯୋଡ଼ିବେନି କର। ବୋଇଲେ ତବ କଲ୍ୟାଣେ କୁଶଳ ମୋହର। ସକଳେ କାର୍ଯ୍ୟ କରନ୍ତି ଯଥା ନିୟମରେ। କେବଳ ଗୋଟିଏ ଦୁଃଖ ଅନ୍ତର ବିଦାରେ। ନାରଦ ବୋଇଲେ କୁହ କୁହ ଜନ୍ତୁ ସାଇ। ତୁମ୍ଭଙ୍କୁ କିଏ ସେ କିସ ଦୁଃଖ ଅଛି ଦେଇ। ଯଦ୍ୟପି ଆମ୍ଭର କିଛି ମାତ୍ର ଶକ୍ତି ଥିବ। ଚେଷ୍ଟା କରି ତବ ଦୁଃଖ କରିବା ଲାଘବ। ଶୁଣି ଜନ୍ତୁରାଣ ବାମ ପାଦକୁ ଦେଖାଇ। ବୋଇଲା ଏ ଦୁଃଖ ଦେବ ପୀଡ଼ିତ ହୋଇ। ଚାହିଁ ଦେଖିଲେ ଦେବର୍ଷି ପାଦକୁ ତାହାର। କୁଷ୍ଠ ରୋଗରେ ଆକ୍ରାନ୍ତ ଖଣ୍ଡିଆ ଗୋଦର। ଅତି ବିକଳାଙ୍ଗ ହୋଇ ସେ ପାଦ ଦିଶଇ। ଧାର ଧାର ତହୁଁ ପୂଜ ରକ୍ତ ବହୁ ଛଇ। ସେହି ପୂଜ ରକ୍ତ ଧାର ତ୍ରିପାବଚ୍ଛ ତଳେ। ପଣ୍ଡୁ ରାଜା ବସିଥାନ୍ତି ଅତ୍ୟନ୍ତ ଆକୁଳେ। ଜନ୍ତୁରାଣ ତାଙ୍କ ପରେ ଦୟା ନ ବହୁଛି। ପାଶକୁ ଆସ ବୋଲିଣ ମୁଖେ ନ କହୁଛି। ଜୈମିନୀ ମୁଖରୁ ରାଜା ଶୁଣି ଏହି ଗୀର। ବେନି କର ଯୋଡ଼ି ଧୀରେ ବୋଇଲେ ସତର। ଆହେ ଋଷି ବର ଏକ କଥାରେ ମୋହର। ସନ୍ଦେହ ହୁଏ ମୋଚନ କର ତପିବର। ସର୍ବଜନ୍ତୁ ପରେ ଯେହୁ ଅଟେ ବିଚାରକ। ଯା ନାମ ଶୁଣିଲେ ଭଏ ଚମକନ୍ତି ଲୋକ। ତାହାଙ୍କ ପାଦ କିପରି
ହେଲା କୁଷ୍ଠ ବ୍ୟାଧି ଭଲ ହୋଇବାକୁ କିନ ମିଳିଲା ଔଷଧି। ପଣ୍ଡୁ କାହିଁ ପାଇଁ ବସି ଥିଲେ ସେ ନର୍କରେ ସମସ୍ତ ବୁଝାଇ କୁହ ତପୋଧନ ବାରେ। ଜନ୍ମେ ଜୟଙ୍କ ବଚନେ ବଦନ୍ତି ଜୈମିନୀ ଛାୟା ଦେବୀ ସୂର୍ଯ୍ୟଙ୍କର ଅଟନ୍ତି ଭାମିନୀ। ପ୍ରଖର କିରଣ ସୂର୍ଯ୍ୟଙ୍କର ସେନ ସହି ମାୟାରେ କଇ ଛାୟା ସେହୁ ଛାଡ଼ି ଦେଇ। ଘଟକି ରୂପ ଧରିଣ ବନେ ପଳାଇଲେ ସେ କଥାକୁ ଦିନମଣି ଜାଣି ନ ପାରିଲେ। କିନ୍ତୁ ଯମ ଅଟେ ଛାୟା ଦେବୀଙ୍କ ନନ୍ଦନ ଏକ ଦିନେ ଯାହା ହେଲା ଶୁଣ ହେ ରାଜନ। କୌଣସି କାରଣେ ଯମ କ୍ରୋଧ ଭର ହୋଇ କ୍ରୋଧେ ମାତାଙ୍କୁ ଗୋଇଠା ମାରିଲାନି ଠାଇ। ମାୟା ରୂପୀ ଛାୟା ରାଗେ ହୋଇ ଜର ଜର ଅଭିଶାପ ଦେଲା କୁଷ୍ଠ ହେଉ ତ ପାଦର। ଚାହୁଁ ଚାହୁଁ ଯମ ପାଦେ କୁଷ୍ଠ ଜାତ ହେଲା ଦେଖୁ ବାଳ ପୁତ୍ର ମନେ ଭୟ ଜନମିଲା। ଦିନକର ପ୍ରବେଶିଲେ ଯହୁଁ ଆସି ଘରେ ଯମ ସମସ୍ତ କହିଲା ପିତାଙ୍କ ଆଗରେ। ଦେଖି ସୂର୍ଯ୍ୟ ଦେବ ମନେ ଆଶ୍ଚର୍ଯ୍ୟ ମଣିଲେ ଧ୍ୟାନ ବଳରେ ସମସ୍ତ ଘଟଣା ଜାଣିଲେ। ପୁତ୍ରକୁ ବୋଇଲେ ବାବୁ ଶୁଣ ମୋର ଗୀର ଜନ୍ମ କଲା ଜନନୀଏ ନୁହଁ ତୋହର। ତେଣୁ ଅଭିଶାପ ତାର ନହିବ ମୋଚନ ଯେଉଁ ଦିନ ଶିବ ଶିବା ହରି ଅର୍ଜୁନ। ଗୋଟିଏ ସ୍ଥାନରେ ନେତ୍ରେ ଦେଖିବୁ କୁମାର ସେହି କାଳେ ପାପରୁ ହୋଇବୁ ନିସ୍ତାର। ଶୁଣି ମନେ ହରଷିତ ହୋଇ ଜନ୍ମେ ଜୟ ହୋଇଲେ ମନରୁ ଦେବ ତୁଟିଲା ସଂଶୟ। କୁହନ୍ତୁ କିପରି ପଣ୍ଡୁ ରାଜା ମୁକ୍ତ ହେଲେ କେବଳ ଉପାୟ ତହିଁ ନାରଦ କରିଲେ। ଋଷି ବୋଲନ୍ତି ରାଜନ ଶୁଣ ମନ ଦେଇ ଜନ୍ତୁରାଣଙ୍କର କଷ୍ଟ ନିବାରିବା ପାଇଁ। ନାରଦ ଏକ ଉପାୟ କରିଲେ ରଚନା ଭାବିଲେ ଦୁଇଟି କାର୍ଯ୍ୟ ହେବ ସମାଧାନ। ଯମ କୁଷ୍ଠ ଭଲ ହେବ ପଣ୍ଡୁ ମୁକ୍ତ ହେବ ଜଗତ ମଧ୍ୟରେ ଆମ୍ଭ କିରତି ରାଜୀବ। ଏହିପରି ମନ ମଧ୍ୟେ ଭାବି ତପିବର ଜନ୍ତୁରାଣ ମୁଖ ଚାହିଁ ଭାସିଲେ ଯେ ଗୀର। ଗତକାଳି ଶ୍ରାଦ୍ଧ ହେବ ପଣ୍ଡୁ ରାଜାଙ୍କର ଗଣ୍ଡା ମାଂସ ଆଗ ବିଧି କ୍ଷତ୍ରିୟ ଶ୍ରାଦ୍ଧର। ସେହି ଅବସରେ ଆମ୍ଭେ ଖେଳ ଭିଆଇବୁ ତୁମ୍ଭଙ୍କୁ କୁଷ୍ଠ ବ୍ୟାଧିରୁ ମୁକ୍ତି ଯେ କରିବୁ। ଏକ୍ଷଣି ଚାଲିଲୁ ଆମ୍ଭେ ହସ୍ତିନା ନଗର କହିବୁ ଧର୍ମରାଜାଙ୍କୁ ବୁଝାଇ ସତର। ତୁମ୍ଭ ପିତା ପଣ୍ଡୁ କରୁଛନ୍ତି ନର୍କବାସ ଯଦ୍ୟପି ତାଙ୍କୁ ଉଦ୍ଧାର କରିବା ମାନସ। ତାହେଲେ ରାନ୍ଧିଣ ଗଣ୍ଡା ମାଂସ ଯତନରେ ଭୋଜନ ଦେଲେ ଅତିଥି ମାନଙ୍କୁ ଶ୍ରାଦ୍ଧରେ। ତବ ପିତା ପଣ୍ଡୁ ରାଜା ହୋଇବେ ଉଦ୍ଧାର
ସେହି ସୁଯୋଗରେ ମୁକ୍ତ ହେବ ଜନ୍ତୁ ସ୍ୱର। ତୁମ୍ଭେ ଜନ୍ତୁ ସାଇଁ ଆଗୁ ହୋଇଣ ତତ୍ପର। ସମସ୍ତ ଗଣ୍ଡାକୁ ବନୁ ଲୁଚାଅ ସତର। ଏକମାତ୍ର ପାର୍ବତୀଙ୍କ ଗଣ୍ଡା ଥିବ ରହି, ତାହାକୁ ଜଗିଣ ଥିବ ଅର୍ଜୁନ ତନଇ। ପିତା ପୁତ୍ର ବେନି ମଧ୍ୟେ ହୋଇବ ସମର। ନାଗାର୍ଜୁନ ହସ୍ତେ ମୃତ୍ୟୁ ହେବ ପାର୍ଥଙ୍କର। ତାଙ୍କୁ ବଞ୍ଚାଇବା ପାଇଁ ବ୍ରହ୍ମା ବିଷ୍ଣୁ ହର। ପାର୍ବତୀ ସହିତେ ସର୍ବେ ହେବେ ଏକାକାର। ସେହି ବେଳେ ଯାଇ ତୁମ୍ଭେ ଦର୍ଶନ କରିବ। ମାତା ଅଭିଶାପୁ ସେହି କାଳେ ମୁକ୍ତ ହେବ। ଏହା କହି ଦେବ ଋଷି ହେଲେ ଅନ୍ତର୍ଧ୍ୟାନ। ଜନ୍ତୁରାଣ ଗଣ୍ଡା ସବୁ କଲେ କହରଣ। ଏଣେ ନାରଦ ମହର୍ଷି ହସ୍ତିନାକୁ ଯାଇ, ଧର୍ମରାଜ ସନ୍ନିଧାନେ ମିଳିଲେ ଯେ ତହିଁ। ଋଷିଙ୍କୁ ଦେଖି ଯୁଧିଷ୍ଠି ସମାଦର କଲେ। କେଉଁଠୁ ଆସିଲ ବୋଲି ପ୍ରଥମେ ପୁଛିଲେ। ଦେବର୍ଷି ବୋଇଲେ ଯମ ପୁରେ ଥିଲୁ ଯାଇ। ତବ ପିତା ଦୁଃଖ ଦେଖି ଆସିଲୁ ଏଠାଇ। ଶୁଣି ଯୁଧିଷ୍ଠିରଙ୍କ ମନ ବିରସ ଦିଶିଲା। ରାହୁଗ୍ରାସ ଚନ୍ଦ୍ର ପରି ମଉଳି ପଡ଼ିଲା। ବୋଇଲେ କହ ଦେବର୍ଷି ପିତା ସମାଚାର। କିପରି ଭାବରେ ରହିଛନ୍ତି ସ୍ୱର୍ଗପୁର। ତୁମ୍ଭ ପିତାଙ୍କର ଦୁଃଖ କହିଲେ ନ ସରେ। ବସି ରହିଛନ୍ତି ତିନି ପାବଚ୍ଛ ତଳରେ। ଧାର ଧାର ଗଳୁଅଛି ରକ୍ତ ପୂଜ ଧାର। ବହି ଯାଉଅଛି ନଦୀ ସ୍ରୋତ ପରକାର। ସେହି ସ୍ରୋତେ ଅତି ଆକୁଳରେ ପଣ୍ଡୁରାଣ। ବସିଛନ୍ତି ବିରସରେ ଭାଗ୍ୟକୁ ନିନ୍ଦିଣ। ଶୁଣିଣ ଯୁଧିଷ୍ଠିର ଯେ ଦୁଃଖିତ ହୋଇଲେ। ପିତା କେହ୍ନେ ମୁକ୍ତ ହେବେ ଉପାୟ ଲୋଡ଼ିଲେ। ଯମକୁ ଯେ ସର କହିଥିଲେ ଧାତା ସୁତ। ବୁଝାଇଣ ଯୁଧିଷ୍ଠିରେ କହିଲେ ସମସ୍ତ। କାଲି ପିତୃ ଶ୍ରାଦ୍ଧ ଲାଗି ଗଣ୍ଡା ବଧ କରି। ଭୋଜନ ଦେଲେ ମୁକ୍ତ ଯେ ହେବେ ଦଣ୍ଡଧାରୀ। ଶୁଣି ଯୁଧିଷ୍ଠିର ରାଜା ଆନନ୍ଦ ହୋଇଲେ। ଅର୍ଜୁନଙ୍କୁ ଗଣ୍ଡାଣ ବୋଲି ଆଦେଶିଲେ। ତାହାଙ୍କ ଆଦେଶ ପାଇ ବୀର ଯେ ଅର୍ଜୁନ। ବିଦାୟ ଘେନିଲା ଭାସେ ନାରାୟଣ ଦିନ। ନାଗାର୍ଜୁନଙ୍କ ଜନ୍ମ ଓ ଶିବ ପାର୍ବତୀଙ୍କ ଠାରୁ ବର ପ୍ରାପ୍ତି। ଏହା ପରେ ଆନଗାଥା ଶୁଣ ନରେଶ୍ୱର। ଗଣ୍ଡା ଆଣିବା ପାଇଁ କି ଗଲେ ପାର୍ଥ ବୀର। ଯମ ତେଣେ ସବୁ ଗଣ୍ଡା ଚୋରି କରି ନେଲା। ଗୋଟିଏ ମାତ୍ର ପବନ ମଧ୍ୟେ ନ ରଖିଲା। ଏକମାତ୍ର ଗଣ୍ଡା ରହି ଥାଏ ଶିବଙ୍କର। ତାଙ୍କୁ ଜଗି ଥାଏ ନାଗ ବାଳିର କୁମାର। ତାର ନାମ ନାଗାର୍ଜୁନ ବଡ଼ ଯୋଦ୍ଧା ସେହି। ତାହା ସମକକ୍ଷ ବୀର ତିନି ପୁରେ ନାହିଁ। ଶୁଣି ଜନ୍ମେ ଜୟ ତହିଁ ଯୋଡ଼ିବେନି କର। ପୁଛିଲେ ସଂଶୟ ଜାତ
ହୁଏତ ପିବର କୁହ ଦେବ ନାଗାର୍ଜୁନ ଘର କେଉଁଠାରେ ତାର ପିତା ନାମ କିସ କୁହ ମୋ ଆଗରେ। ତାହା ଶୁଣିବା ପାଇଁ କି ବଳି ଅଛି ମନ ବୁଝାଇଣ ଗୋଟି ଗୋଟି ଶୁଣାଅ ବୋହନ। ଜୈମିନୀ ଜନ୍ମେ ଜୟଙ୍କ ମୁଖକୁ ଅନାଇ କହିଲେ ଗହନ କଥା ପୁଛ କାହିଁ ପାଇଁ। ନାଗାର୍ଜୁନ ବୋଲି ନାମ ଅଟଇ କୁମାର ଯେତେବେଳେ ରାଜସୂୟ ଯଜ୍ଞ ଥିଲା ହୋଇ ପାର୍ଥ ଯାଇଥିଲେ ପାତାଳକୁ ପତ୍ର ନେଇ ବାସୁକୀକୁ ନିମନ୍ତ୍ରଣ କରିବା ନିମନ୍ତେ ସେହୁ ଯାଇଥିଲେ ଧର୍ମ ରାଜ ଆଜ୍ଞା ମତେ। ବାସୁକୀ ଆସିଲେ ଯଜ୍ଞ ନିମନ୍ତ୍ରଣ ପାଇ ଅର୍ଜୁନ ଥିଲେ ପୃଥିବୀ ସରମୁନେ ବହି। ଆସିଲା ବେଳକୁ ନାଗ ବାଳିକୁ ଡକାଇ ତା ପିତା ବାସୁକୀ ତାକୁ ଥିଲା ଆଜ୍ଞା ଦେଇ। ମୁଁ ଆସିବା ଯାଏ ମାତ ମନ ଧ୍ୟାନ ଦେଇ ପାର୍ଥଙ୍କର ପାଦ ପଦ୍ମ ସେବୁଥିବୁ ତୁହି। ଅନୁଢା କୁମାରୀ ତାର ନାମ ନାଗାବଳୀ ସେବା କରିଲା ପାର୍ଥଙ୍କୁ ମନ ପ୍ରାଣ ଢାଳି। ରାଜସୀ ଯଜ୍ଞରୁ ନବ ଦିନେ ଫେରି ରାଜା ଧରିଲେ ପୃଥିବୀ ପାର୍ଥ କରି ମନେ ଖୋଜା। ବରିଲା ସେ ନାଗାବଳୀ ବାସୁକୀ ନନ୍ଦିନୀ ରହିଲେ ସେ ଧନଞ୍ଜୟ କୁମାରୀକୁ ଘେନି। କିଛି ଦିନ ପରେ ଗର୍ଭ ହେଲା ନାଗବାଳୀ ଅର୍ଜୁନ କହିଣ ନିଜ ବାସେ ଗଲେ ଚଳି। ଯିବା ବେଳେ ପାର୍ଥଙ୍କୁ କହଇ ନାଗବାଳୀ କି ନାମ ଦେବି ମୋ ପୁତ୍ର ପୁତ୍ରୀ ହେଲେ ଭାଳି। ଧନଞ୍ଜୟ କହନ୍ତି ଗୋ ରମଣୀ ରତନ ତୋର ନାମ ମୋର ନାମ କରିଣ ଯତନ। ପୁତ୍ର ନାମ ନାଗାର୍ଜୁନ କରିବୁ ସଜନି। ଶୁଣି ବିନୟ କହଇ ବାସୁକୀ ନନ୍ଦିନୀ ଆହେ ଜୀବ ଧନ ଜୀବ ଜୀବ ପିଣ୍ଡୁ ଛାଡ଼ି କାମ ଜନେ ସର୍ବଦାମ ମରିବଇଁ ବୁଡ଼ି। ବହୁ ଦୂରେ ତୁମ୍ଭେ ନ ଶୁଣିବ ଶୁଭାଶୁଭ କିପରି ରଖିବି ପ୍ରାଣ ଭାଙ୍ଗି ପଡ଼େ ଦମ୍ଭ। ପାର୍ଥ କହନ୍ତି ରେ ସଖୀ ଶୁଣ ଦେଇ ଚିତ୍ତ ତୀକ୍ଷ୍ଣ ସରେ କାଢ଼ିଲେ ସେ ଜାନରୁ ରକତ। କଲେ ଏକ ବୃକ୍ଷ ନାମ ଦେଲେ ଅର୍ଜୁନ ବୋଲନ୍ତି ଏ ବୃକ୍ଷ ଥିବା ସତେଜ ବହନ। ଜାଣିବୁ ମୁଁ ସୁଖେ ଅଛି ଯଦି ଝାଉଁଳିବ ମୃତ୍ୟୁ ହେଲେ ଝାଉଁଳିଏ ବୃକ୍ଷ ମରିଯିବ। କରିବୁ ବିଧବା ବ୍ରତ ଅଟଇ ନିୟତ କାମାନଳେ ଯଦି ତୁହି ହେବୁ ଅଶକତ। ଏ ବୃକ୍ଷର ଆଲିଙ୍ଗନେ ହେବୁ ମନେ ତୃପ୍ତ। ବୁଝାଇଣ ପ୍ରିୟାଙ୍କୁ ସେ ଗଲେ ବୀର ପାର୍ଥ। କିଛି ଦିନ ପରେ ହେଲା ଗୋଟିଏ କୁମାର ନାଗବାଳୀ ନାଗାର୍ଜୁନ ନାମ ଦେଲା ତାର। ବଢ଼ିଲା କୁମାର ଶୁକ୍ଳ ପକ୍ଷ ଚନ୍ଦ୍ର ପରି 5 ବର୍ଷେ ବିଦ୍ୟାରମ୍ଭ ନାଗାର୍ଜୁନେ କରି।
କରି ବଡ଼ ଦୁଷ୍ଟାମି କରଇ ଅର୍ଜୁନ କୁମାର ପାଶୁକିଙ୍କ ନାତି ବୋଳି ନାଗଙ୍କର ଡର ତ୍ରିପୁର ବିଜୟୀ ପାର୍ଥଙ୍କର ଅଛି ତେଜ ମାତା ଅଟଇ ନାଗୁଣୀ ବିଷଧର ଭାବ କ୍ରମେ ସପ୍ତମ ବୟସ ଚାଲିଲାଣି ତାର ଖେଳରେ ସାଙ୍ଗ ପିଲାଙ୍କୁ ମାରେ ସେ ଅପାର ଦେଖି ସର୍ବ ପିଲାମାନେ ହୋଇ କୋପ ଭର ବୋଲନ୍ତି ଅଣ ବାବୁଆ କାଢୁଛି ଚାତର ବାଜିଲା ମରମେ କଥା ହୋଇଣ ଲଜ୍ଜିତ ରାଗରେ ଶୋଇଲା ଘରେ ହୋଇଣ ଦୁଃଖିତ ଖୋଜି ନାଗ ବାଳି ପୁତ୍ର ପାଖେ ଆସି ମିଳି ମାତାଙ୍କୁ ଦେଖିଣ ପୁତ୍ର କାନ୍ଦିଲା ବୋବାଳି କି ହେଲାରେ ରଙ୍କୁଣୀର ତନ ଧନ ମୋର କେଉଁ ଅଭାବକୁ ଏତେ ଅପମାନ ତୋର ହଜିଥିଲେ ଖୋଜାଇବି ଭାଙ୍ଗିଲେ ଗଢ଼ିବି କହ ସୁତ କେଉଁ ଦ୍ରବ୍ୟେ କାନ୍ଦୁ ତାହା ଭାବି ଏକଇ ବଳାରେ ମୋର ଅନ୍ଧାରେ ଆଲୁଅ କେଉଁ କଥା ଲାଗି ବାପ କାନ୍ଦୁଅଛୁ କହ ମାତା କୋଳେ ବସି କହେ ନାଗାର୍ଜୁନ ବୀର ସବୁ ସାଙ୍ଗଙ୍କର ପିତା ଧରନ୍ତି କାଖର ଅଳି କଲେ ପିତାମାନେ ଆଣନ୍ତି ସରବ ମୋର ପିତା ନାହିଁ ଗୋପନରେ ଜନ୍ମ ସର୍ବ ସାରା ଜନ୍ମ ସେଥିଲାଗି କଳଙ୍କା ହୋଇବି ମଥା ଟେକି ସମାଜରେ କଥା ନ କହିବି କିମ୍ପାଇଁ ମୋର ତଣ୍ଟିରେ ଗୋଡ଼ ଦେଲୁ ନାହିଁ କଳଙ୍କିନୀ ହୋଇ ଜନ୍ମ ଦେଲୁ ମୋତେ ତୁହି ସାରା ଜନ୍ମ ନ ଜାଣିବି କିଏ ମୋର ପିତା ଯୁଦ୍ଧରେ ଶତ୍ରୁ ଝିଙ୍ଗାସି କହୁଥିବେ କଥା ପୁତ୍ର ଚକ୍ଷୁ ପୋଛି କୋଳେ ତୋଳି ନାଗବାଳି ବୋଲଇ କିଏ କହିଲା କଳଙ୍କିନୀ ବୋଲି କିଏ ନ ଦେଖିଛି ଏଥେ ଥିଲେ ପିତା ତୋର ତୁ ଗର୍ଭେ ରହିଲୁ ସେହି ଗଲେ ନିଜ ପୁର ଯାର ନାମେ ଜନ୍ତୁପତି ହୁଏ ଥରହର ଯେ ଧରିଲେ 9 ଦିନ ଏହି ପୃଥିଭାର ନାରାୟଣ ଅର୍ଦ୍ଧାଙ୍ଗ ଅଟେ ବୀର ପାର୍ଥ ଶିବଙ୍କୁ ଜିଣିଣ ନେଲେ ଅସ୍ତ୍ର ପାଶୁପତ ଖଣ୍ଡବ ଦହିଲେ ହାରି ଗଲେ ସୁନାସିର ନିବାତ କବଚ ମାରି ରଖି ସ୍ୱର୍ଗପୁର ହସ୍ତିନା କଟକେ ରାଜା ଧର୍ମ ଯୁଧିଷ୍ଠିର ତାହାଙ୍କ ମଧ୍ୟମ ଭ୍ରାତ ପାର୍ଥ ବୀରବର ବିଶ୍ୱହିତ ବ୍ରତେ ସେ ବୁଲନ୍ତି ଚରାଚର ଦୁଷ୍ଟନାଶୀ ମହିଭାରା କରନ୍ତି ଉଦ୍ଧାର ସେହି ତୋର ପିତା ତୁଇ ତାହାଙ୍କ କୁମାର ଧର୍ମରାଜା ପାଶେ ସଦା ଥାନ୍ତି ହସ୍ତିନାର ଶୁଣି ମାତାଙ୍କ ବଚନ କହେ ନାଗାର୍ଜୁନ କିମ୍ପାଇଁ ନ ନେଲେ ପିତା ତାହାଙ୍କ ସଦନ ସ୍ୱାମୀ ଠାରୁ ନାରୀ କିମ୍ପା ଅଛ ଅନ୍ୟ ସ୍ଥାନେ ବିନା ଦୋଷେ କିମ୍ପା ରଖି ଗଲେ ସ୍ଥାନେ ନାଗବାଳି କୋଳେ ଧରି କହେ ରେ କୁମାର ମୁମାଳା ଦିଅନ୍ତେ କହି
ଥିଲେ ପିତା ତୋର। ବିବାହିତ ମୁହିଁ ଦୁଇ ପତ୍ନୀ ଛନ୍ତି ମୋର। ମାନବୀ କଳି କରିବେ ଗଲେ ତୁମ୍ଭେ ପୁର। ତୁମ୍ଭେ କଟୁ ନ ସହିଣ ବିଷଦାନ୍ତ ମାରି। ନାସିଲେ ସର୍ବମାନବେ ହୋଇବେ ବୈରୀ। ନାଗ ଯେଣୁ ତବ ଜାତି ମୁଅଟଇ ନର। କିପରି ସମ୍ବନ୍ଧ ହେବ ଆଗ ନାରୀ ବର। ମୁଁ କହିଲି ପିତା ମୋର କହିଲେ ବୁଝାଇ। ତୁମ୍ଭେ ଦେବ ଅଂଶେ ଜାତ ନର ଦେହ ବହି। ନାଗ ଜାତି ବିଷ ନର କରିବାକୁ ହତ। ରାତି ବେଳେ ଚୁମ୍ବନରେ ଲାଗି ତାର ଦନ୍ତ। ତେଣୁ ନର ସଙ୍ଗେ ନାଗୁଣୀର ଯୋଗ ନାହିଁ। ତୁମ୍ଭେ ଦେବ ଅଂଶେ ଜାତ ସୃଷ୍ଟି ରକ୍ଷା ପାଇଁ। ନାଗୁଣୀ ହିଁ ତେଜବନ୍ତ ପୁରୁଷର ରେତ। ସହବାସେ ବୀର ପୁତ୍ର କରିବାକୁ ଜାତ। ନ ଯିବି ମୁଁ ତବ ପୁର କର ତେଜ ଦାନ। ପୁତ୍ର ଦେଇ ଜୀବନାଥ ଆପଣା ଭୁବନ। ମୋ ସେବାରେ ତୃପ୍ତ ହୋଇ ବୀର ଅର୍ଜୁନ। ବେଦ ବିଧି ବାକ୍ୟ ବିଭା କଲେ ସମ୍ପାଦନ। ଦିବସ ରଜନୀ ସେବି ଅଙ୍ଗଦାନ ଦିଅନ୍ତେ। ଗର୍ଭେ ରୁହନ୍ତେ ତୋ ପିତା ଜାଣିଲେ ତୁରିତେ। ବିଦାୟ ମାଗିଲେ ସେହି ନାରାୟଣ ଦେହି। ଜଗତର ସେବା କର୍ମେ ଅଛନ୍ତି ସେ ରହି। ସ୍ୱୟଂ ଧର୍ମ ଅବତାର ତାଙ୍କର ଯେ ଭାଇ। ଧର୍ମରେ ରାଜ୍ୟ ଚଳାନ୍ତି ଧରି ଚାରି ଭାଇ। ଭୀମ ଅର୍ଜୁନ ନକୁଳ ଆଉ ସହଦେବ। ଦ୍ୱାରକାପତି ଶ୍ରୀକୃଷ୍ଣ ତାଙ୍କର ବାନ୍ଧବ। ସୋମବଂଶୀ ସେହି ପଣ୍ଡୁ ରାଜା ତାଙ୍କ ତାତ। ହସ୍ତିନା କଟକେ କୁନ୍ତି ଦେବୀଙ୍କର ସୁତ। ତାହାଙ୍କର ଜ୍ୟେଷ୍ଠ ତାତ ପୁତ୍ର ଦୁର୍ଯ୍ୟୋଧନ। ସମ୍ପ୍ରତି ଭାଗ ନ ଦେଇ ଦ୍ୱନ୍ଦ୍ୱ କଲେ ଜାଣ। ସମସ୍ତ ପୃଥିବୀ ରାଜା ଏକତ୍ରିତ ହେଲେ। କୁରୁକ୍ଷେତ୍ର ସ୍ଥାନେ ଦୁଇ ପକ୍ଷ ରଣ କଲେ। ଦୁର୍ଯ୍ୟୋଧନ ପକ୍ଷରେ ବହୁତ ରାଜା ଥିଲେ। ଭୀମ ଦ୍ରୋଣ କର୍ଣ୍ଣ ଶଲ୍ୟ ଅଶ୍ୱସ୍ଥ ମାତୁଲେ। ମାତ୍ର ଏସବୁ ଥାଇଣ ଦୁର୍ଯ୍ୟୋଧନ ତୁଲେ। ଶ୍ରୀହରି କୃପାରେ ଯୁଧିଷ୍ଠିର ଜୟ କଲେ। ତାହାଙ୍କର ଭାଇ ଭୀମ ଅତି ବଳବାନ। ତା ପାଦ ଭାରାରେ ପୃଥ୍ୱୀ ହୁଏ କମ୍ପମାନ। ଯାର ରଡ଼ି ଘାତେ ଯମ ଆସ୍ଥାନ ଛାଡ଼ଇ। କିଛାର ମର୍ତ୍ତ୍ୟର ରାଜା ଦେବେ ଭୟ ପାଇ। ଭୀମସେନ ତଳ ଭାଇ ପାର୍ଥ ମହାବୀର। ଅକ୍ଷୟ ତୃଣୀର ପାଶୁ ପଥ ଯାର ସର। ବିଜୟ ଗାଣ୍ଡିବ ଧନୁ କରେ ଶୋଭାବନ। କୃଷ୍ଣଙ୍କ ଭିଣୋଇ ସୁଭଦ୍ରାର ପ୍ରାଣ ଧନ। କିରାତ ରୂପ ଶିବଙ୍କୁ ଯୁଦ୍ଧରେ ଜିଣିଲେ। ଦେବେ ଜୟ କରି ଖାଣ୍ଡବ ବନରେ ଦହିଲେ। କୋଟିଏ ସିଂହର ବଳ ଯେଉଁ ବଳରାମ। ସୁଭଦ୍ରା ହରଣେ ତାଙ୍କୁ କରିଲେ ଅକ୍ଷମ। ପଞ୍ଚାଳ ଦେଶରେ ଲକ୍ଷେ ରାଜା ଜୟ କରି।
ଦ୍ରୌପଦୀ କନ୍ୟାଙ୍କୁ ନେଲେ ହସ୍ତିନା ନଗରୀ। ସେହି ତୋର ପିତା ଇନ୍ଦ୍ର ନୀଳମଣି ତେଜ, ବଳିଷ୍ଠ ବାହୁ ଯୁଗଳ କ୍ଷତ୍ରିକୁଳ ଓଜ। ମତ ଗଜ ଚାଲି ଶାନ୍ତ ଶିଳ ସିଂହ ଠାଣି, ଦେବ ଅସୁର ନାଗଙ୍କୁ ଯୁଦ୍ଧେଛନ୍ତି ଜିଣି। ବଡ଼ ହେଲେ ତାଙ୍କ ପାଶେ ଯିବୁ ବାବୁ ତୁହି, ରହିଛନ୍ତି ହସ୍ତିନାର ମଧ୍ୟପୁରେ ସେହି। ମାତା ଠାରୁ ଶୁଣି ସେହି ନାଗୁଣୀ ତନୟ, ବୋଇଲା ପିତାଙ୍କୁ ନ ଦେଖିଲି ମୁହିଁ ହାୟ। ହାୟ କିୟ ଭାଗା ମୁହିଁ ପିତାଙ୍କ ଚରଣେ, ନ ଦେଖି ବଞ୍ଚି ରହିଛି ହତ ଭାଗା ପଣେ। ଅଯୋଗ୍ୟ ମୁଁ ଯେଣୁ ପିତା ନ ଦେଖାନ୍ତି ମୁଖ, ନାଗୁଣୀ ମୋ ମାତ ବୋଲି ଛାଡ଼ିଦେଲେ ପାଖ। ଅରଜି ନାହିଁ ପୂର୍ବରୁ ଏପରି ସୁକୃତ, ପିତାଙ୍କ ସ୍ନେହର କୋଳ ନୁହେଁ ପରାପତ। ସୁକୃତ ନଥିଲେ କେବେ ପିତାଙ୍କ କୋଳରେ, ବସି ନ ପାରଇ ଏହା ଘୋଷେ ସକଳରେ। ପ୍ରଧାନ ପାତକୀ ମୁହିଁ ଅଟଇ ପାମର, ସେ ସକାଶୁ ପିତୃକୋଳ ପ୍ରାପ୍ତ ନୁହେଁ ମୋର। ଧନ୍ୟ ଯେମାନେ ବାଲ୍ୟରେ ପିତୃସ୍ନେହେ ରତ, ହୁଅନ୍ତି ସଂସାରେ ପିତା ସ୍ନେହରେ ପାଳିତ।